ନୂଆ ଟପିକ୍ ନେଇ ଆସିଛି, ଯାହାର ନାଁ ହେଲା ବିଶ୍ୱାସ ଓ ସମ୍ପର୍କର ସବୁଠାରୁ ମୂଲ୍ୟବାନ ଧନ। ବିଶ୍ୱାସ ଏହି ଶବ୍ଦଟି ଛୋଟ, କିନ୍ତୁ ଏହାର ମୂଲ୍ୟ ବହୁତ ବଡ଼। କାହାକୁ ଭଲ ପାଇବା ସହଜ, କାହା ସହିତ ସମ୍ପର୍କ ଗଢ଼ିବା ମଧ୍ୟ ସହଜ, କିନ୍ତୁ ସେହି ସମ୍ପର୍କରେ ଶେଷ ପର୍ଯ୍ୟନ୍ତ ବିଶ୍ୱାସ କରି ବଞ୍ଚାଇ ରଖିବା ହିଁ ସବୁଠାରୁ ବଡ଼ କଥା। ଜୀବନରେ ଅନେକ ଲୋକ ଆମ ସହିତ ହସିବେ, କଥା ହେବେ, ଭଲ ପାଇବା ଦେଖାଇବେ, କିନ୍ତୁ ସମସ୍ତଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରି ହୁଏ ନାହିଁ। କାରଣ ବିଶ୍ୱାସ ହେଉଛି କାଚ ପରି, ଥରେ ଭାଙ୍ଗିଗଲେ ଯୋଡ଼ି ହେଲେ ମଧ୍ୟ ଦାଗ ରହିଥାଏ। କେବେ କେବେ ଆମେ ଯାହାକୁ ନିଜର ଭାବି ସବୁକିଛି କହିଦେଉ, ସେହି ଲୋକ ହିଁ ଆମର କଥାକୁ ଅନ୍ୟମାନଙ୍କ ଆଗରେ କହିଦିଏ। ସେତେବେଳେ ଦୁଃଖ କେବଳ କହିଥିବା ଲୋକକୁ ହୁଏ ନାହିଁ, ଦୁଃଖ ହୁଏ ଏଥିପାଇଁ ଭୁଲ ଲୋକଙ୍କୁ ଠିକ୍ ଭାବେ ବିଶ୍ୱାସ କରିଥିଲି। ତେଣୁ କାହାର ବିଶ୍ୱାସ ଜିତିଲେ ତାହାକୁ କେବେ ଖେଳନା ଭାବିବେ ନାହିଁ। କାହାର ମନର କଥା ଯଦି ଆପଣଙ୍କ ଉପରେ ଭରସା କରି କହିଛି, ତାହାକୁ ନିଜ ଦାୟିତ୍ୱ ଭାବନ୍ତୁ। କାରଣ ରୋଜଗାର କରିହେବ, ସମୟ ଚାଲିଗଲେ ଅନୁଭବ ମିଳିପାରେ, କିନ୍ତୁ ଜଣେ ମଣିଷର ବିଶ୍ୱାସ ହରାଇଲେ ସେହି ବିଶ୍ୱାସକୁ ପୁଣି ଫେରାଇ ଆଣିବା ବହୁତ କଷ୍ଟକର ହୋଇଥାଏ। ଜୀବନରେ ଏପରି ମଣିଷ ହୁଅନ୍ତୁ, ଯାହାକୁ ଦେଖି ଲୋକ କହିପାରିବେ, ଏ ମଣିଷର ଉପରେ ଆଖି ବନ୍ଦ କରି ବିଶ୍ୱାସ କରିହେବ। ମନେ ରଖନ୍ତୁ, ଭଲ ସମ୍ପର୍କର କଥାରେ ନୁହେଁ, ବିଶ୍ୱାସରେ ରହେ। ଯେଉଁଠି ବିଶ୍ୱାସ ଥାଏ, ସେଠି ଦୂରତା ମଧ୍ୟ ସମ୍ପର୍କକୁ ଦୁର୍ବଳ କରିପାରେ ନାହିଁ। ତେଣୁ ମୋର ସମସ୍ତ ଭାଇ ଭଉଣୀମାନଙ୍କୁ ଏତିକି ଅନୁରୋଧ, କାହାର ବିଶ୍ୱାସରେ ବିଷ ଭରନ୍ତୁ ନାହିଁ। ଚେଷ୍ଟା କରନ୍ତୁ ଆପଣଙ୍କର ବିଶ୍ୱାସକୁ ସଦାସର୍ବଦା ବଜାୟ ରଖିବା ପାଇଁ। ଯଦି କୌଣସି ବ୍ୟକ୍ତି ଆପଣଙ୍କ ଆଗରେ କିଛି ତାର ବ୍ୟକ୍ତିଗତ କଥା ପରିପ୍ରକାଶ କରିଥାଏ, ଯାହାକି ଅନ୍ୟମାନଙ୍କ ଆଗରେ ପରିପ୍ରକାଶ କରିବା ଠିକ୍ ହେବ ନାହିଁ, ତେଣୁ ଆପଣ ସେଇ କଥାକୁ ଆପଣଙ୍କର ଦାୟିତ୍ୱ ଭାବି ନିଜର ବିଶ୍ୱାସ ରଖନ୍ତୁ। ରହିଲି, ଜୟ ଜଗନ୍ନାଥ।